ଗୋଟିଏ ସୂତା ଦେଖିବାକୁ ହୁଏତ ସାଧାରଣ, କିନ୍ତୁ ଏହି ସୂତା ସହିତ ଯୋଡ଼ି ହୋଇଛି ଅନେକ ଭାବନା, ଅନେକ ସ୍ମୃତି, ଅନେକ ପ୍ରତିଶ୍ରୁତି, ଆଉ ଗୋଟିଏ ଅତୁଟ ସମ୍ପର୍କ। ଯେଉଁ ସମ୍ପର୍କ ଭାଇ ଓ ଭଉଣୀର, ସେହି ସୂତାର ନାଁ ହେଉଛି ରାକ୍ଷୀ। ଭାଇ ଓ ଭଉଣୀଙ୍କ ସମ୍ପର୍କ କେବେ କେବଳ ଭଲ ପାଇବାରେ ସୀମିତ ନଥାଏ। ଏଠି ଅଛି ଝଗଡ଼ା, ଅଭିମାନ, ରାଗ, ଚିଡ଼ାଚିଡ଼ି, ମାଆଙ୍କ ପାଖରେ ଅଭିଯୋଗ। ପୁଣି କିଛି ସମୟ ପରେ ସବୁ ଭୁଲି ଏକାଠି ଖେଳିବା। ପିଲାଦିନର ଏହି ଛୋଟ ଛୋଟ ଘଟଣାଗୁଡ଼ିକ ଦିନେ ଜୀବନର ସବୁଠାରୁ ବଡ଼ ସ୍ମୃତି ହୋଇଯାଏ। ସମୟ ବଦଳେ ପିଲାମାନେ ବଡ଼ ହୁଅନ୍ତି। ଭାଇ ନିଜ ଜୀବନରେ ବ୍ୟସ୍ତ ହୋଇଯାଏ, ଭଉଣୀ ମଧ୍ୟ ନିଜ ଘର ସଂସାରରେ ବ୍ୟସ୍ତ ହୋଇଯାଏ। କିନ୍ତୁ ଏ ସମ୍ପର୍କକୁ ପୁଣି ଥରେ ମନେ ପକାଇ ଦିଏ ଗୋଟିଏ ଦିନ, ରାକ୍ଷୀ ପୂର୍ଣ୍ଣିମା। ଭାରତୀୟ ପରମ୍ପରାରେ ରାକ୍ଷୀ ପର୍ବର ଏକ ଦୀର୍ଘ ସାଂସ୍କୃତିକ ଯାତ୍ରା ରହିଛି। ସମୟ ସହିତ ଏହି ପର୍ବର ରୂପ ବି ବଦଳିଛି, କିନ୍ତୁ ଏହାର ମୂଳ ଭାବନା ଆଜି ବି ସେହି ସ୍ନେହ, ସମ୍ମାନ, ଭରସା ଆଉ ସୁରକ୍ଷା। ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧେ, କପାଳରେ ଟିକା ଲଗାଏ, ମିଠା ଖୁଆଏ ଆଉ ମନରେ କରେ ଗୋଟିଏ ପ୍ରାର୍ଥନା, ମୋ ଭାଇ ସବୁବେଳେ ଖୁସିରେ ରହୁ। ଭାଇ ବି ଭଉଣୀକୁ ଉପହାର ଦିଏ, ଆଶୀର୍ବାଦ ଦିଏ ଆଉ ତାର ସୁଖ ଓ ସୁରକ୍ଷା ପାଇଁ ନିଜ ଦାୟିତ୍ୱକୁ ମନେ ପକାଏ। କିନ୍ତୁ ରାକ୍ଷୀର ଅର୍ଥ କେବଳ ଭାଇ ଭଉଣୀକୁ ସୁରକ୍ଷା ଦେବା ଏତିକିରେ ସୀମିତ ନଥାଏ। ଏହା ହେଉଛି ପରସ୍ପର ପ୍ରତି ଭଲ ପାଇବା ଆଉ ଦାୟିତ୍ୱର ପ୍ରତୀକ। ଆଜିର ସମୟ ବଦଳିଛି। କେଉଁ ଭାଇ ଦୂର ସହରରେ ରହୁଛି ତ କେହି ବିଦେଶରେ, କେହି ସୀମାରେ ଦେଶର ସୁରକ୍ଷା କରୁଛି। ଭଉଣୀ ହୁଏତ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ପାରୁନି, କିନ୍ତୁ ଭଲ ପାଇବାର ଦୂରତା କେବେ ବଢ଼ିନି। କେବେ ଡାକରେ ରାକ୍ଷୀ ପହଞ୍ଚେ, କେବେ ଭିଡ଼ିଓ କଲ୍ରେ ଭଉଣୀ ରାକ୍ଷୀ ବାନ୍ଧିବାର ଅଭିନୟ କରେ, ଆଉ କେବେ କେବଳ ଗୋଟିଏ ଫୋନ୍ କଲ୍, ଭାଇ ରାକ୍ଷୀ ବାନ୍ଧିଛୁ ତ? ଏତିକି କଥାରେ ବି ଲୁଚିଥାଏ ଅନେକ ଭଲ ପାଇବା। କିନ୍ତୁ ପ୍ରତ୍ୟେକ ରାକ୍ଷୀର କାହାଣୀ ଏତେ ସରଳ ନୁହେଁ। କିଛି ରାକ୍ଷୀ ହାତରେ ବନ୍ଧାଯାଏ, ଆଉ କିଛି ରାକ୍ଷୀ ସ୍ମୃତିରେ ରହିଯାଏ। କେତେ ଭଉଣୀ ଆଜି ବି ନିଜ ଭାଇର ଅପେକ୍ଷା କରନ୍ତି, କେତେ ଭାଇ ଆଜି ବି ଭଉଣୀର ଫୋନ୍କୁ ଅପେକ୍ଷା କରନ୍ତି, ଆଉ କେତେ ହାତରେ ଏ ବର୍ଷ ରାକ୍ଷୀ ବନ୍ଧାଯିବନି, କାରଣ ସମୟ କାହାକୁ ଅପେକ୍ଷା କରେନି। ସେଥିପାଇଁ ରାକ୍ଷୀ ଆମକୁ ଆଉ ଗୋଟେ କଥା ଶିଖେଇ ଦିଏ, ଯିଏ ଆଜି ପାଖରେ ଅଛି ତାକୁ ଆଜି ହିଁ ଭଲ ପାଇନିଅ। ଓଡ଼ିଶା ମାଟିରେ ପର୍ବପର୍ବାଣୀ କେବଳ ଆନନ୍ଦର ଅବସର ନୁହେଁ, ଏହା ହେଉଛି ସମ୍ପର୍କକୁ ପୁଣି ଥରେ ନିକଟକୁ ଆଣିବାର ଏକ ଅବସର। ରାକ୍ଷୀ ମଧ୍ୟ ସେହି ପରମ୍ପରାର ଗୋଟେ ଅଂଶ। ଗାଁର ଘରେ, ସହରର ଘରେ, ସାଧାରଣ ପରିବାରରେ ସବୁଠି ଏହି ଦିନ ଭାଇ ଭଉଣୀର ହସରେ ପୁଣି ଘରଟା ଜୀବନ୍ତ ହୋଇ ଉଠେ। ଥାଳିରେ ମିଠା ଥାଏ, ହାତରେ ରାକ୍ଷୀ ଥାଏ, କପାଳରେ ଚନ୍ଦନର ଟିକା ଥାଏ, କିନ୍ତୁ ୟାଠୁ ଅଧିକ ମୂଲ୍ୟବାନ ହୁଏ ସାଙ୍ଗରେ ବିତାଇଥିବା କିଛି ମୁହୂର୍ତ୍ତ। ଆଉ ଆଜି ରାକ୍ଷୀ କେବଳ ଗୋଟେ ପର୍ବ ନୁହଁ, ଏହା ଅନେକ ହାତକୁ ସୃଜନଶୀଳ କରିବାର ଏକ ମାଧ୍ୟମ ହୋଇସାରିଛି। କେହି ନିଜ ହାତରେ ରାକ୍ଷୀ ତିଆରି କରୁଛି, କେହି ପରିବେଶର ଅନୁକୂଳ ସାମଗ୍ରୀରେ ରାକ୍ଷୀ ପ୍ରସ୍ତୁତ କରୁଛି, କେହି ଏହାକୁ ନିଜର ରୋଜଗାରର ମାଧ୍ୟମ କରୁଛି। କାହା ପାଇଁ ପରମ୍ପରା, ଆଉ କାହା ପାଇଁ ଆତ୍ମନିର୍ଭର ହେବାର ଏକ ନୂଆ ଆଶା। ଆମେ ବଡ଼ ହୋଇଯାଉ, ଘର ବଦଳିଯାଏ, ସହର ବଦଳିଯାଏ, ଜୀବନ ବଦଳିଯାଏ, କିନ୍ତୁ ପିଲାଦିନର ସେଇ ଭାଇ ଆଉ ସେଇ ଛୋଟ ଭଉଣୀ ମନ ଭିତରେ ସବୁବେଳେ ସେମିତି ହିଁ ରହିଥାଏ। ତେଣୁ ରାକ୍ଷୀର ଏହି ସୂତା ଆମକୁ କେବଳ ଗୋଟିଏ ପର୍ବର କଥା କୁହେନି, ଏହା ଆମକୁ ମନେ ପକାଇ ଦିଏ ସମ୍ପର୍କକୁ ସମୟ ଦେବାକୁ ପଡ଼େ, ଭଲ ପାଇବାକୁ କହିବାକୁ ପଡ଼େ, ଅଭିମାନକୁ ଭାଙ୍ଗିବାକୁ ପଡ଼େ, ଆଉ ନିଜ ଲୋକଙ୍କୁ ନିଜ ଲୋକ ବୋଲି ଅନୁଭବ କରାଇବାକୁ ପଡ଼େ। ରାକ୍ଷୀ ହେଉଛି ଗୋଟିଏ ସୂତା, କିନ୍ତୁ ଏହାର ଅର୍ଥ ସୂତାଠାରୁ ବହୁତ ବଡ଼। ଏଥିରେ ଅଛି ଭଉଣୀର ସ୍ନେହ, ଭାଇର ଭରସା, ପିଲାଦିନର ସ୍ମୃତି, ପରିବାରର ମମତା, ଆଉ ଏକ ଅକୁହା ପ୍ରତିଶ୍ରୁତି। ଦୁନିଆ ଯେତେ ବଦଳି ଯାଉ, ଆମ ସମ୍ପର୍କ କିନ୍ତୁ ବଦଳେନି। ରାକ୍ଷୀର ସୂତା ହୁଏତ ଦିନେ ଖୋଲିଯିବ, କିନ୍ତୁ ଭାଇ ଭଉଣୀର ଭଲ ପାଇବାର ସୂତା ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଅତୁଟ ରହିବ। ଏହି ରାକ୍ଷୀ କେବଳ ହାତରେ ବନ୍ଧା ନ ହେଉ, ଦୁଇଟି ହୃଦୟ ପୁଣି ଥରେ ନିକଟ ହେଉ। ଗୋଟିଏ ସୂତା ନୁହେଁ, ଏହା ଏକ ସମ୍ପର୍କ ଯାହା ସାରା ଜୀବନ ହୃଦୟରେ ବନ୍ଧା ହୋଇ ରହେ। ଆଉ ସେ ହୃଦୟରୁ ବନ୍ଧା ଯାଇଥିବା ରାକ୍ଷୀକୁ ତିଆରି କରିଛନ୍ତି 200 ଅନ୍ତେବାସୀ ଛାତ୍ରୀ। ରାକ୍ଷୀ ଏହା କେବଳ ହାତରେ ବନ୍ଧା ଯାଉଥିବା ଗୋଟିଏ ସୂତା ନୁହେଁ ଆଜ୍ଞା, ଏହା ହେଉଛି ଭାଇ ଭଉଣୀର ସେ ଅତୁଟ ସମ୍ପର୍କର ପ୍ରତୀକ, ଯାହାକୁ ସମୟ କେବେ ଦୂରେଇ ପାରେ ନା। କିନ୍ତୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଏହି ଝିଅମାନଙ୍କ ପାଇଁ ରାକ୍ଷୀର ଅର୍ଥ ଟିକିଏ ଅଲଗା। ଏଠି ରାକ୍ଷୀ ବଜାରରୁ ଆସିନି, ଏଠି ରାକ୍ଷୀ ତିଆରି ହୁଏ ନିଜ ହାତରେ, ନିଜ ପରିଶ୍ରମରେ ଓ ଅନେକ ସ୍ନେହରେ। ଡାଲି, ଚାଉଳ, ଗହମ, ଟିକିଲି ଆଉ ରିବନ୍, ଏହି ସାଧାରଣ ଜିନିଷଗୁଡ଼ିକୁ ନେଇ 200ରୁ ଅଧିକ ଅନ୍ତେବାସୀ ଛାତ୍ରୀ ନିଜ ହାତରେ ଗଢ଼ନ୍ତି ଭାଇମାନଙ୍କ ପାଇଁ ରାକ୍ଷୀ। ରାକ୍ଷୀ ପୂର୍ଣ୍ଣିମା ଦିନ ଭାଇମାନେ ଯେତେବେଳେ ବିଦ୍ୟାଳୟକୁ ଆସନ୍ତି, ଭଉଣୀମାନଙ୍କ ହାତରେ ତିଆରି ସେହି ରାକ୍ଷୀ ଭାଇଙ୍କ ହାତରେ ବନ୍ଧା ହୁଏ। ଆଖିରେ ଥାଏ ଖୁସି, ଆଉ ମନରେ ଥାଏ ଆଶୀର୍ବାଦର ଆଶା। କିନ୍ତୁ ଏହି ରାକ୍ଷୀର କାହାଣୀ ସେଇଠି ଶେଷ ହୁଏନି। ଏହି ଝିଅମାନେ କପ୍ତିପଦାର ବିଭିନ୍ନ କାର୍ଯ୍ୟାଳୟକୁ ଯାଆନ୍ତି, ଅଧିକାରୀମାନଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧନ୍ତି,
କେହି ତାଙ୍କୁ କିଛି ଅର୍ଥ ଦିଅନ୍ତି, କିନ୍ତୁ ସେ ଅର୍ଥକୁ ନିଜ ପାଖରେ ନ ରଖି ରେଡ୍ କ୍ରସ୍କୁ ଦାନ କରିଦିଅନ୍ତି। କାରଣ ଏମାନଙ୍କ ପାଇଁ ରାକ୍ଷୀ କେବଳ ନିଜ ଭାଇଙ୍କ ସୁରକ୍ଷା ପାଇଁ ନୁହେଁ, ରାକ୍ଷୀ ହେଉଛି ସମସ୍ତଙ୍କ ପ୍ରତି ସ୍ନେହ ଓ ମାନବିକତାର ଏକ ସୂତା। ଆଉ ଏ ଝିଅମାନେ କେବଳ ରାକ୍ଷୀ ତିଆରି କରନ୍ତିନି, ବର୍ଜ୍ୟ ବସ୍ତୁରୁ ତିଆରି କରନ୍ତି ଖେଳନା, ମୂର୍ତ୍ତି, ପିପିଲ ଚାନ୍ଦୁଆ ଆଉ ବିଭିନ୍ନ ପ୍ରକାରର ଛତା। ଯେଉଁ ହାତରେ ଆଜି ରାକ୍ଷୀ ତିଆରି ହେଉଛି, ସେହି ହାତ ଦିନେ ନିଜ ଭବିଷ୍ୟତ ମଧ୍ୟ ତିଆରି କରିବା ଆଜ୍ଞା। ଆତ୍ମନିର୍ଭରଶୀଳ ହେବ, ନିଜ ସଂସ୍କୃତିକୁ ବଞ୍ଚାଇବ ଆଉ ନିଜ ପରିଶ୍ରମରେ ନିଜର ଏକ ପରିଚୟ ଗଢ଼ିବ। ଏହି ରାକ୍ଷୀ ଭାଇ ପାଇଁ ଭଉଣୀର ସ୍ନେହ, ଏହି ରାକ୍ଷୀ ଅଛି ଗୁରୁଙ୍କ ଆଶୀର୍ବାଦ, ଏହି ରାକ୍ଷୀରେ ଅଛି ଆତ୍ମନିର୍ଭର ହେବାର ସ୍ୱପ୍ନ, ଆଉ ଏହି ରାକ୍ଷୀରେ ଅଛି ମାନବିକତାର ଏକ ସୁନ୍ଦର ବାର୍ତ୍ତା। କାରଣ କିଛି ରାକ୍ଷୀ ହାତରେ ବନ୍ଧାଯାଏ, ଆଉ କିଛି ରାକ୍ଷୀ ସିଧା ହୃଦୟରେ ବନ୍ଧାଯାଏ। ଏହି ରାକ୍ଷୀ ସେଇଭଳି ଏକ ରାକ୍ଷୀ। ଜସ୍ମିରାଣୀ ମଲ୍ଲିକ, ଏଇଟା କପ୍ତିପଦା କେଜିବି। ଆମକୁ ରାକ୍ଷୀ ପାଇଁ ପ୍ରେରଣା ଦିଅନ୍ତି ଆମ ୱାର୍ଡେନ୍ ଦିଦି। ଆମ ୱାର୍ଡେନ୍ ଦିଦିଙ୍କୁ ଆମେ ଯାଇକି କହୁ କି ଆମର ରାକ୍ଷୀ ଜିନିଷ, ଆମେ ରାକ୍ଷୀ ବନେଇବୁ, ଆମର ରାକ୍ଷୀ ବନେଇବା ଜିନିଷ ସବୁ ଷ୍ଟୋନ୍, ଡାଲି, ଚାଉଳ ସବୁ କହୁ। ଆଉ ଆମ ହଷ୍ଟେଲକୁ ଆସି ଯେତିକି ସବୁ ଜିନିଷ ସେଗୁଡ଼ା ସବୁ ଆମକୁ ୱାର୍ଡେନ୍ ଦିଦି ଆଣି ଦିଅନ୍ତି। ଆଉ ମୋ ୱାର୍ଡେନ୍ ଦିଦିକୁ ଷ୍ଟୋନ୍ କଥା କହୁ, ସେମାନେ ଯାଇକି କୁହନ୍ତି ହେଡ୍ ଦିଦିଙ୍କୁ, ଆମ ହେଡ୍ ଦିଦି ସବୁ ଜିନିଷ ଆଣି ଦିଅନ୍ତି। ପୂଜାଗିରି, କପ୍ତିପଦା କେଜିବି। ଆମ ହଷ୍ଟେଲକୁ ଆସିଥିବା ଷ୍ଟୋର୍ ଜିନିଷ, ଧାନ ଆଉ ମୁଗ, ବିରି ଆଉ ଏଇ ଷ୍ଟୋନ୍ ଆଉ ବିଭିନ୍ନ ପ୍ରକାର ଜିନିଷ ନେଇ ଆମେ ରାକ୍ଷୀ ବନେଇଥାଉ। ମୟୂରଭଞ୍ଜରୁ ଯଶବନ୍ତ ପରିଡ଼ାଙ୍କ ରିପୋର୍ଟ, ଏ1 ଓଡ଼ିଆ।